ମୁଁ ଆପଣମାନଙ୍କୁ ଆମ ମିକନ ଲେଙ୍କା ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ କରୁଛି। ଆମେ ଆଜି ଏହି ଭିଡ଼ିଓରେ ଗୋଟିଏ ଇଜିରେ ମାନଚିତ୍ର କେମିତି ଡ୍ର ହେଇପାରିବ ଦେଖିବା ବା ଗୋଟେ ଇଜି ପ୍ରୋସେସ ଦେଖିବା, ଯେଉଁଟାକୁ ନେଇକି ଗୋଟେ ଓଭରାଲ ମାନଚିତ୍ରଟିଏ ସହଜରେ କେମିତି ଅଙ୍କନ କରିପାରିବା। ପ୍ରଥମେ ଆପଣ ଗୋଟେ ପେନସିଲ ନେଇଯିବେ, କାରଣ ଯଦି କିଛି ଭୁଲ ହୁଏ ତାହେଲେ ଇରେଜ ଆମେ କରିପାରିବା। ପେନରେ ଏଠାରେ ଭଲ ଭାବରେ ଦେଖନ୍ତୁ ମୁଁ କେଉଁଭଳି କରୁଛି ତାକୁ ଅନୁକରଣ କରି କରିବେ। ପ୍ରଥମେ ଉପରେ ଆମେ ଗୋଟେ ଏକ୍ସ ଲେଖିଲେ, ରାଇଟ୍ ସାଇଡକୁ କେ ଟାଇପର ଗୋଟେ, ଆଉ ତଳେ ଆମେ ଭି ଟାଇପର, ଆଉ ଲେଫ୍ଟ ସାଇଡରେ ଗୋଟେ ଜେ ଟାଇପର କଲେ। ତାପରେ ଏକ୍ସର ଆମେ ଭାରତର ପୁରା ଉପର ପାର୍ଶ୍ୱରୁ ଆରମ୍ଭ କରିବା। ଦେଖ ଧୀରେ ଧୀରେ ତାକୁ ଯେଉଁଭଳି ଭାବରେ କରିଛି ସେଇଭଳି ଭାବରେ କରିବା। ପୁରା ପରଫେକ୍ଟ ଆକୁରେଟ ଭଳି ନ ଦିଶିଲେ ବି ଆଭରେଜରେ ଭଲ ଦିଶିବ। ସେଇଠି ଆମେ ସେଭେନ ସିଷ୍ଟର ଯେଉଁ ସବୁ ଅଛି ସେଇଟାକୁ ଅଙ୍କନ କଲେ, ତାପରେ ଏଠୁ ଷ୍ଟ୍ରେଟ ଲାଇନ ପୁରା, ଆଉ କର୍ଭ କରି ତ କରିପାରିବାନି। ଆମେ ଦେଖନ୍ତୁ ଏଇଭଳି ଭାବରେ ଆମେ କ'ଣ ସହଜରେ ଇଜିରେ ଆମେ ଭାରତ ମାନଚିତ୍ରଟିକୁ ଡ୍ର କରିପାରିବା। ଏଇଟା ଆପଣମାନଙ୍କର ଯେତେବେଳେ ଷଷ୍ଠ ଶ୍ରେଣୀର ଉପରକୁ ଯିବେ ହେରି ଭାରତ ମାନଚିତ୍ର ଦେଇଛି, ତେଣୁକରି ଏହାକୁ ଇଜି ପ୍ରୋସେସରେ ଆମେ ବାରମ୍ବାର ଟ୍ରାଏ କଲେ ଆମର ଏଇଟା ହେଇଯିବ। ଏଇଟ୍ କ୍ଲାସରେ ମଧ୍ୟ ଥିଲା ଗୋଟେ ଭାରତ ମାନଚିତ୍ର ଡ୍ର କରିବା ପାଇଁ। ଡ୍ର କରିସାରିକି ତାର ଅଲଗା କୋଶ୍ଚିନ୍ ସବୁ ଥିଲା ଦର୍ଶାଇବା ପାଇଁ। ତେଣୁକରି ଏଇଭଳି ଭାବରେ ଇଜି ଗୋଟେ ପ୍ରୋସେସ ମୁଁ ବତେଇଛି, ଯାହା ମାଧ୍ୟମରେ ତମାନେ ନିଜେ କରିପାରିବ। ଯଦି ଗୋଟିଏ ଥରରେ ହଉନି, ଥରେ ଦୁଇଥର ଟ୍ରାଏ କଲେ ହେଇଯିବ। ତାପରେ ଆମେ ଯେଉଁ ଲେଖିଥିଲେ ଲେଟର ଗୁଡ଼ିକ ସବୁ ଏକ୍ସ ଭି ଜେ, ଏଗୁଡ଼ିକ ସବୁ ଆମେ ପେନସିଲରେ ସେଇଥିପାଇଁ କରିଥିଲେ ଚିତ୍ରରେ। ଲାଷ୍ଟରେ ଆମେ ଏହାକୁ ଇରେଜ କରିପାରିବା ଭଲସେ, ତାକୁ ଲିଭେଇ ଦେବା। ଆଉ ଯେଉଁଠାରେ ଆପଣଙ୍କର ମାନଚିତ୍ର ଯଦି ଲିଭିଗଲା ତାହେଲେ ତାକୁ ପେନସିଲରେ ଆଉଥରେ କରିଦେବେ। ତାପରେ ଗାଢ଼ ଦିଶିବା ପାଇଁ ବା ଭଲସେ ଜାଣିବା ପାଇଁ ପରେ ଆପଣ ସ୍କେଚରେ କିମ୍ବା ପେନରେ ଏହାକୁ ଭଲ ଭାବରେ କରିପାରିବେ। ପେନସିଲ ଉପରେ ଉପରେ ଏହାକୁ କାଢ଼ି ନେବେ। ପ୍ରଥମେ ଆପଣ ଥରେ ଦୁଇଥର ଟିକେ ରଫରେ ପ୍ରାକ୍ଟିସ କରିନେବେ। ଗୋଟେ ଥରକରେ ହେଇନପାରେ, ପ୍ରାକ୍ଟିସ କରିସାରି ତାପରେ ସେଠୁ ନୋଟ ଖାତାକୁ ଆପଣଙ୍କର ଉଠେଇ ନେବେ। ଦେଖନ୍ତୁ ଇଜି ପ୍ରୋସେସରେ ଆମର ହେଇଗଲା। ଏହାକୁ ମୁଁ ସ୍କେଚରେ ଟିକେ ଡାର୍କେନ କରି ନେଉଛି। ଏଇଟା ଗୋଟିଏ ସହଜ ଉପାୟ ଭାରତ ମାନଚିତ୍ର ଡ୍ର କରିବାରେ। ଅନେକ ଉପାୟ ମଧ୍ୟ ରହିଛି, ମୋତେ କିନ୍ତୁ ଏଇ ପ୍ରୋସେସଟା ଟିକେ ଇଜି ଲାଗିଲା, ସେଇଥିପାଇଁ ମୁଁ ତମମାନଙ୍କ ସହିତ ସେୟାର କରୁଛି। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଭିଡ଼ିଓକୁ ଲାଇକ୍ କରିବ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବ। ଧନ୍ୟବାଦ।